ସ୍ଥିର ହୋଇଯାଇଛି ବର୍ଷା ପ୍ରିୟଦର୍ଶିନୀଙ୍କର ବାହାଘର ତାରିଖ। ପୁଣି ବାହା ହେବେ ବର୍ଷା ପ୍ରିୟଦର୍ଶିନୀ। ଘର ଲୋକଙ୍କର ପସନ୍ଦରେ ବାହା ହେବେ ବର୍ଷା ପ୍ରିୟଦର୍ଶିନୀ। ବାହାଘରକୁ ଆସିବା ପାଇଁ ନିମନ୍ତ୍ରଣ ପତ୍ର ପଠାଇଛନ୍ତି ଅନୁଭବଙ୍କ ଘରେ। ଆଉ ଏକା ଏକା ନୁହଁ, ବର୍ଷାଙ୍କୁ ବି ମିଳିଯାଇଛି ତାଙ୍କର ଜୀବନ ସାଥୀ। ପଣ୍ଡିତ ଆଉ ବର୍ଷାଙ୍କ ଘର ଲୋକଙ୍କ ଅନୁସାରେ ବର୍ଷାଙ୍କ ବାହାଘର ତାରିଖ ଠିକ୍ ହୋଇଛନ୍ତି ବୋଲି ଜଣାପଡ଼ୁଛି। ଘର ଲୋକଙ୍କର ପସନ୍ଦରେ ବାହା ହେଉଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସବୁ କିଛି ଠିକ୍ଠାକ୍ ହେବା ପରେ ବର୍ଷା ପ୍ରିୟଦର୍ଶିନୀ ଏବେ ବହୁତ ଖୁସିରେ ଅଛନ୍ତି ବୋଲି ଜଣାପଡ଼ୁଛି। ଆଉ ବାହାଘରକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଖୁବ୍ ଖୁସିରେ ଅଛି ବୋଲି ଦେଖାଯାଇଛି। ଏବେଠୁ ସଜେଇ ହେଲେଣି ବର୍ଷା ତାଙ୍କ ଜୀବନ ସାଥୀ ପାଇଁ। ହଁ ଆଜ୍ଞା, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି। ଏବେ ସବୁକିଛି ଭୁଲିଯାଇ ପୁଣି ଥରେ ଅଭିନେତ୍ରୀ ଦୁଇ ହାତ ହେବାକୁ ଯାଉଛି। ହେଲେ ଏଥର ବର ସାଜିବେନି ଅନୁଭବ ମହାନ୍ତି। କି ବେଦିରେ ଆଉ ଶୁଣିବାକୁ ମିଳିବନି ବର୍ଷା ଅନୁଭବଙ୍କର ବାହାଘର ସମ୍ପନ୍ନ। ଆଉ କାନ୍ଥରେ ବି ଲେଖାଯିବନି ବର୍ଷା ଅନୁଭବଙ୍କ ସହ ବାହାଘର ସମ୍ପନ୍ନ। ଏବେ ବର୍ଷାଙ୍କ ସହ ଯୋଡ଼ି ହେବ ଏହି ଅଭିନେତାଙ୍କ ନାମ। ଆଉ ଏବେଠୁ ବର୍ଷାଙ୍କ ମନରେ ହେଲାଣି ସମଥିଙ୍ଗ। ହଁ ଆଜ୍ଞା, ଅନୁଭବ ମହାନ୍ତିଙ୍କୁ ବି ଲାଗିବ ବଡ଼ ଝଟକା। ଯେତେବେଳେ ଲଗାଇଥିଲା ବର୍ଷାଙ୍କୁ ଝଟକା, ତ ଏବେ ଲାଗିବ ଅନୁଭବଙ୍କୁ ବି ଝଟକା। କାହିଁକିନା ସେ ଏବେ ତାଙ୍କର ମନପସନ୍ଦର ସ୍ୱାମୀକୁ ପାଇସାରିଛନ୍ତି। ସେ ଏବେ ବିବାହ କରିବାକୁ ଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଆପଣମାନଙ୍କ ମନପସନ୍ଦର ହିରୋଇନ୍ ଯେ କି ବର୍ଷା ପ୍ରିୟଦର୍ଶିନୀ ଏବେ ତାଙ୍କର ମନପସନ୍ଦର ପୁଅକୁ ପାଇସାରିଛନ୍ତି। ସେ ଏବେ ବାହା ହେବାକୁ ଯାଉଛନ୍ତି। ଅନୁଭବ ମହାନ୍ତି ଆସିବେ ବର୍ଷାଙ୍କ ବାହାଘରରେ। କାରଣ ବର୍ଷା ଲେଖିଛନ୍ତି ଅନୁଭବଙ୍କୁ ଚିଠି। ଚିଠିରେ ଲେଖିଛନ୍ତି, ଅନୁଭବ ତମେ ମୋ ବାହାଘରକୁ ନିଶ୍ଚୟ ଆସିବ। ମୋତେ ତ ତମ ବାହାଘରକୁ ଇନଭାଇଟ୍ କଲନି, ହେଲେ ମୁଁ ମୋ ବାହାଘରକୁ ଆପଣଙ୍କୁ ନିମନ୍ତ୍ରଣ କଲି। ତମେ ଦୟାକରି ମୋ ବାହାଘରକୁ ନିଶ୍ଚୟ ଆସିବ, ମୋତେ ବହୁତ ଭଲ ଲାଗିବ। ଆହୁରି କହିଥିଲେ, ଗୁଡ଼ାଏ ବର୍ଷ ବିତି ଯାଇଛି ତମେ ମୋ ଠାରୁ ଅଲଗା ହେଲେ ଏବେ ବି ତମ ପ୍ରତି ମୋର ଭଲ ପାଇବା ଟିକିଏ ବି କମି ନାହିଁ। ଭାବିଥିଲି ତମେ ମୋ ପାଖକୁ ପୁଣି ଫେରି ଆସିବ, ହେଲେ ସିଆ ହେଲା ନାହିଁ। ତମେ ତମ ବାଟକୁ ତୁମେ ନିଷ୍ପତ୍ତି ନେଇଛ, ହେଲେ ଏବେ ମୁଁ ଏକୁଟିଆ ହେଇଯାଇଥିଲି। ଏମିତି କହି ବର୍ଷା ଅନୁଭବଙ୍କ ହାତରେ ନିମନ୍ତ୍ରଣ ପତ୍ରଟିଏ ଦେଇ କାନ୍ଦି କାନ୍ଦି ଘରୁ ବାହାରି ଆସିଲେ। ତେବେ ଦର୍ଶକ ବନ୍ଧୁ, ମୁଁ କହି ରଖୁଛି, ଏମିତିକା ନ୍ୟୁଜ୍ ସୋସିଆଲ ମିଡ଼ିଆରେ ଭରିକି ରହିଛି। ଆପଣମାନେ ଏମିତି ନ୍ୟୁଜ୍କୁ ଅଣଦେଖା କରନ୍ତୁ। କାରଣ ବର୍ଷାଙ୍କ ତରଫରୁ କୌଣସି ଅପଡ଼େଟ୍ ଆସିନାହିଁ କି ବର୍ଷାଙ୍କ ପରିବାର ତରଫରୁ କୌଣସି ଅପଡ଼େଟ୍ ନାହିଁ। ବର୍ଷା ଦ୍ୱିତୀୟ ବିବାହ ହେବେ ସତ, କିନ୍ତୁ ତାଙ୍କ ତରଫରୁ ଯେପର୍ଯ୍ୟନ୍ତ କୌଣସି ଖବର ନ ଆସୁଛି ଆମେ ଏହାକୁ ସୋସିଆଲାଇଜ୍ କରିବା ଜମା ଠିକ୍ ହେବନି। ଜୟ ଜଗନ୍ନାଥ।